ନିଜେ ତୁହି ଦୟାମୟ ଅଟୁ ଯାହାର ସହାୟ ତାର କିସ ଭୟ ଏହି ଛାର ରଣକୁ କ୍ଷଣ କରେ କାଟିବି ଶିର ତୁହି ରଥେ ଥିଲେ ନାହିଁ ଜମକୁ ଡର। ନମସ୍କାର ଭାଇ ମାନେ, ଆପଣ ମାନେ ଭାବୁଥିବେ ଭାଇ କ'ଣ ଗୋଟେ ଗୀତି ନାଟ୍ୟ ଆଜି କଲଣି। ହଁ ଭାଇ, ଇଏ ହେଉଛି ଗୀତ ସହ ନାଟକୁ କହନ୍ତି ଗୀତି ନାଟ୍ୟ। ଯାହା ଆମର ବାଳୁତ କାଳରେ ଆମେ ଏଇ ଗୀତି ନାଟ୍ୟ ସବୁ ମହାଭାରତରୁ ଖଣ୍ଡେ ଦେଖିଥିଲେ। ସମସ୍ତେ ଏ ବିଷୟକୁ ଜାଣିଥିବେ। ଏ କଥାଟି ଅର୍ଜୁନ କହୁଛନ୍ତି କୃଷ୍ଣକୁ, କହିଲେ ତୁମେ ଯଦି ନିଜେ ଦୟାମୟ, ତୁମେ ଯଦି ମୋତେ ସହାୟ ହବ ନା, ଏଇ ଯେଉଁ ମହାଭାରତ ଯୁଦ୍ଧଟି ହବାକୁ ଅଛି ସିଏ ଛାର। ତେଣୁ ଭାଇମାନେ, ଆଜିକାର ଏଇ କହିବାର କଥାଟି ହେଉଛି ଆମେରିକା ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଅବିକା ସବୁଠାରୁ ସେ ଧନୀ ଦେଶ, ସବୁ କ୍ଷେତ୍ରରେ ସବୁ ବର୍ଗରେ। କିନ୍ତୁ ଶାସ୍ତ୍ର କ'ଣ କହିଲା? କହିଲା ରେ ବୃକ୍ଷ, ଧରାକୁ ସେ ସରା ମଣିଲା, କହିଲା ଯେତେ ତୁ ବଡ଼ ହଉଛି ହେଇଯାରେ। କିଏ ନା ଗଛଟି, କାହାଠୁ ସୃଷ୍ଟି ନା ଏ ମାଟିରୁ। ଏତେ ବଡ଼ ହେଇଗଲା, କହିଲା ଦେଖେ ଧରଣୀ, ଦେଖେ ତୁ ସେଇଠି ରହିଯିବୁ, ମୁଁ କେତେ ଉପରକୁ ଗଲିଣି, ସ୍ୱର୍ଗ ଯାକେ ଯିବି। କହିଲେ ବାପରେ, ତୁ ଯେଉଁ ଗର୍ବ ଆଉ ଅହଙ୍କାର କରୁନୁ, ମୁଁ ତ ମାଟି, ତେଣୁ ମୁଁ ତୋତେ ନାଶ କାହିଁ କରିବି? ତୋର ବେଳ ଆସୁଛି। ନା ସେ ବେଳ କେତେବେଳେ? ନା ଖଣ୍ଡ ପ୍ରଳୟ ମାନ ମୁଁ କରିବି। ହୁଏତ ତୁ ଅଗ୍ନିରେ ନାଶ ଯାଇପାରିବୁ, ବଜ୍ର ମାରିପାରେ, ନଚେତ ପବନ ଆସିବ। ଏଇଟା ଧ୍ରୁବ ସତ୍ୟ। ତୋର ଶ୍ରୀହୀନ ଶିର ଛିଣ୍ଡିଯିବ ତୋର। ଏଇଭଳି ମନ୍ଦର ପର୍ବତ, ମନ୍ଦରଗିରି, ପୃଥିବୀ ପୃଷ୍ଠରେ ଯେତେ ଗିରି ଅଛି ସବୁଠାରୁ ଉଚ୍ଚ ଗିରି ଥିଲା। ତାକୁ ଭଗବାନ ମଧ୍ୟ ତା ଅହଙ୍କାର, ତାର ଗର୍ବ ଗାରିମାକୁ ଚୂର୍ଣ୍ଣ କରିଥିଲେ। ଆପଣମାନେ ଜାଣିଥିବେ, ଯେଉଁମାନେ ଶାସ୍ତ୍ର ସହ ଜଡ଼ିତ ବା ସହ ଜାଡ଼ିତ, ସେଇମାନେ ଜାଣନ୍ତି। ଆମେ ତ ସାଧାରଣ ଲୋକର ଅସାଧାରଣ କଥା। କିନ୍ତୁ ଆମେରିକା ସାରା ବିଶ୍ୱରେ ନମ୍ବର 1 ହେଇକି ରହିଛି, 1 ନମ୍ବର ସବୁଥିରେ। କିନ୍ତୁ କେତେବେଳେ ତାର ଦେଖିବେ, ଯେତିକ ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି, ଭାଇମାନେ ଆମେ ଇତିହାସ ପଢ଼ିଛେ, ଜ୍ଞାନରୁ ବିଜ୍ଞାନ ସୃଷ୍ଟି କରିଛେ, ଆମେ ବି ଯେବେ ଜାଣିଛେ। କିନ୍ତୁ କଥା ହେଉଛି, ପ୍ରଥମ ବିଶ୍ୱଯୁଦ୍ଧରେ ସିଏ ଶେଷ ବେଳକୁ ଆସିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ବେପାର କଲା, ଉସ୍କେଇଲା ସବୁ ଦେଶକୁ, ସମସ୍ତଙ୍କୁ ଉସ୍କେଇଲା। ଆଉ ତୁ ତା ସାଙ୍ଗେ ଯୁଦ୍ଧ କର, ତୁ ତା ସୁଖ ଦେଖେନି, ତୁ ତାର ଦୁଃଖ ନ ଦେଖି ତାକୁ ସପୋର୍ଟ କର। ଏଇଭଳି କରିକି ମନ୍ଥରା ଭଳି, ଯାହାକୁ ଆମ ସାଧାରଣ ଭାଷାରେ କୁହନ୍ତି, ବା ଶକୁନି ପରି, ସିଏ ଯୁଦ୍ଧକୁ ଆହ୍ୱାନ କରାଇକି ଧ୍ୱଂସ ମୁଖକୁ ନେଇ ଯାଇଥିଲା ଥରେ ପୃଥିବୀ। କେତେବେଳେ ନା ସମସ୍ତିଙ୍କି ଅସ୍ତ୍ର, ଗୋଳା ବାରୁଦ, ଭଲ ମନ୍ଦ ଦେଇକି ସେ ବେପାର କରିକି ପଇସା ରଖିକି ବଡ଼ ଲୋକ ହେଲା। ଲାଷ୍ଟ ବେଳକୁ ନିଜେ କ'ଣ କଲା? ସମାପ୍ତ କଲା। 1945 ମସିହା ଅଗଷ୍ଟ ମାସ, ବର୍ତ୍ତମାନ ବୋଧେ ଅଗଷ୍ଟ ଚାଲିଛି, ଅଗଷ୍ଟ ମାସରେ ସେ ପକେଇଥିଲା, ଅଗଷ୍ଟ 6 ଆଉ 9 ତାରିଖରେ ହିରୋସୀମା ଆଉ ନାଗାସାକି ଉପରେ ବୋମା ବର୍ଷଣ କରିକି ବିଶ୍ୱଯୁଦ୍ଧର ଯେଉଁ ଆହୁତି ହେଉଥିଲା ହୋମକୁ ସିଏ ପୂର୍ଣ୍ଣାହୁତି ଦେଇଥିଲା। ତେଣୁ ସିଏ ପୁଣି ଆଉ ଥରେ ତୃତୀୟ ବିଶ୍ୱଯୁଦ୍ଧର ଆହ୍ୱାନ କରିଛି। କିନ୍ତୁ ଏଇଟା ଧ୍ରୁବ ସତ୍ୟ, ରୁଷିଆ କାଳ କାଳ ପାଇଁକା ଭାରତ ସହ ଜଡ଼ିତ ହୋଇକି ରହିଛି ଆଉ ରହିବ। କିନ୍ତୁ ଏଇ ଯେଉଁ
ବୈଶ୍ୟବୃତ୍ତି କରିଛି କିଏ ଆମେରିକା, ବେପାର ତରିକା କରିଛି, ସେ ବୃତ୍ତି ତାର ଏଇଠି ନାଶ ଯିବ। ତା ଶ୍ରେଷ୍ଠତ୍ୱ ଏଇଠି ଶେଷ ହେବ। ଭାରତ ସର୍ବଶ୍ରେଷ୍ଠ ବୋଲାଇବ। ସାଧାରଣ ଭାଷାରେ କହିବାକୁ ଗଲେ ଆପଣମାନେ ଦେଖିଥିବେ, ଆପଣଙ୍କ ଘର ପାଖରେ ଯଦି ଗୋଟେ କିଏ, ଆପଣ ଯଦି ଧନୀ ଥିବେ, ଆପଣଙ୍କ ଘର ପାଖେ ଯଦି ଆପଣଙ୍କ ସମକକ୍ଷ କିଏ ହେଉଥିବ ନା, ଆପଣମାନେ ଦେଖିବେ, ଲକ୍ଷ୍ୟ କରିଥିବେ, ସେମାନେ ତାଙ୍କୁ ସହ୍ୟ କରିପାରନ୍ତିନି। କେମିତି କୂଟନୀତି, କେମିତି ଚକ୍ରାନ୍ତ କରି ତାକୁ ତଳିତଳାନ୍ତ କରିବା। ଯଦି ସିଏ କିଛି ତା କୂଟନୀତିରେ ତଳିତଳାନ୍ତ ନହେଲା ନା, ଆଉ ଗୋଟେ ପରୀକ୍ଷା ନୀତି ନେବ, କାହାକୁ ଚୋର ଖଣ୍ଟ କରେଇକି ତାକୁ କେମିତି ଗୋଟେ ଯେଉଁ ବାଟରେ ହେଲେ ତାକୁ ତଳିତଳାନ୍ତ କରେଇଦେବ। ସେଇ ଚକ୍ରାନ୍ତ ଯାହା ଆଜି ଆମେରିକା ସାରା ବିଶ୍ୱକୁ ଉସ୍କଉଛି। ଆଉ ଭାରତ ଉପରେ ଯେଉଁ ତାରିଫ ଲଗେଇଛି ବା GST ଗୋଟା ଲଗେଇଛି, 25% ଥିଲା, ଏବେ 50 କରିଛି। କାହିଁକି କରିଛି? ଭାରତଠୁ ସିଏ ନେଉଛି, ରପ୍ତାନି ଭାରତ ଅଧିକା କରୁଛି, ଆମଦାନୀ ତାଠୁ କମ୍ କରୁଛି। କିନ୍ତୁ ରୁଷିଆଠୁ କାହିଁକି ତେଲ ଅଧିକା ନେଉଛି ବୋଲି ସିଏ ଆମ ଉପରେ ଯେଉଁ କର ଭାରଟି 50% କରିଦେଇଛି। ତେଣୁ ଭାଇମାନେ, ଯଦି ଆମର ନିଜସ୍ୱ, ସାଧାରଣ ଲୋକର ଅସାଧାରଣ କଥା, କ୍ଷେତରେ ଯଦି ଆମେ ନିଜେ ପନିପରିବା କରିବା, ଆମେ ମାର୍କେଟକୁ ସପ୍ଲାଏ ଦେବା, ଆମେ ମାର୍କେଟକୁ ଯିବାନି ଆଣିବାକୁ, ଯେଉଁଟା ଆବଶ୍ୟକ କରୁଛି ନିତ୍ୟ ଦିନର ଖାଦ୍ୟ ସାମଗ୍ରୀ, ଯଦି ଆମରି ଦେଶରେ ବା ଆମରି କ୍ଷେତରେ ସେଇଟା ସୃଷ୍ଟି ହେଇଗଲା, ତାହେଲେ ଆମେ ପରକୁ କାହିଁକି ନିର୍ଭର କରିବା? ଆମେ ତାଙ୍କୁ ଓଲଟା ବିକିବା, ଯେମିତି ଆମେରିକା ବର୍ତ୍ତମାନ ବେପାର କରୁଛି। କିଛି ଦିନ ଯାଉ, ଆପଣମାନେ ଅପେକ୍ଷା କରନ୍ତୁ। କିନ୍ତୁ ସାଧାରଣ ଲୋକ ଆଜି ଏ ଭିଡ଼ିଓଟି ରଖିବା କାରଣ, ଅନେକ ବ୍ୟକ୍ତି କହୁଛନ୍ତି ଯେ ଆମେରିକା ବର୍ତ୍ତମାନ ଭାରତକୁ 50% କର ଲଗେଇଲାଣି। କ୍ଷମା କରିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଡ଼ି ହେଇକି କାହିଁକି ରହିଛନ୍ତି? ଗୋଟେ ଚଷମା ବାଲା ଭାଇ କହୁଛି, ଆରେ ଭାଇ, କହିଲା କହିବା ଲୋକଟି ବଡ଼ ନୁହଁ ଯେ ସହିବା ଲୋକଟି ବଡ଼। ସହି ଯାଉଛି ଯିଏ, ଅପେକ୍ଷାକୁ ପା କରିଛନ୍ତି ସମୟକୁ। ଚକ୍ର ଘୁରୁଛି, କେତେବେଳେ ଠିକ୍ ବେଳ ଆସିବ ସେତେବେଳେ ତୁମେ ଦେଖିବ। ବିଶ୍ୱରେ ନମ୍ବର 1 ବା ସବୁଠାରୁ ଶ୍ରେଷ୍ଠ ହୋଇବ ଏଇ ଭାରତ ବର୍ଷ। ଭାରତ ଦେଶ ନୁହଁ, ଭାରତ ବର୍ଷ। କହିଲେ ସବୁ ଧର୍ମ ହେବ ଶୂନ୍ୟ, ଶେଷରେ ହୋଇବ ଏ ସନାତନ ଲୋ ଯାଇ ଫୁଲ। ଧର୍ମ ସ୍ଥାପିବେ ସେ ନାରାୟଣ ଲୋ ଯାଇ ଫୁଲ। ତେଣୁ ଯେଉଁ ଧର୍ମ ଅଧର୍ମ ବିଚାର ସବୁ କରୁଛ, କିନ୍ତୁ ସାରା ଜଗତ ଯାହାକୁ ବିଶ୍ୱଗୁରୁର ଦେଶ ମାନିଛି। ବିଶ୍ୱଗୁରୁ କ'ଣ ମୋଦିଙ୍କି ଖାଲି କହିଦେଲେ ହେବନି? ଏକ ଲୋକ ନୁହଁ, ସମସ୍ତେ ଯେତେବେଳେ ଗୁରୁ ହବ। ଯେଉଁ ଭାଇମାନେ ମୋଦିକି ଅବିକା ବିରୋଧ କରୁଛ, ତମେମାନେ ସବୁ ମୁଶାରଫ ପାକିସ୍ତାନ ବୀର୍ଯ୍ୟଧାରୀ ଛୁଆ। ତମେ ଭାରତ ମୋ ଭଳି ଏତେ ପବିତ୍ର ଦେଶର ସନ୍ତାନ ହୋଇକି ତୁମେ ଯଦି ମୋଦି, ଯିଏକି ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଛି, ତାଙ୍କ ବିରୁଦ୍ଧରେ କହିବ, ତାହେଲେ ତମେ କେଉଁ ରଜର ଛୁଆ, କେଉଁ ବୀଜର ଛୁଆ? ଚିନ୍ତା କରିକି ଦେଖିବ। ନିଜକୁ ନିଜ ଗୁରୁପଦ ଏ ଦେଶ ନିଜେ ଦେଖ, ତମେ କେତେ ଭାଗ୍ୟବାନ। ଆଉ ଏ ଧରାଧାମକୁ ଯେତେକ ଦେବାଦେବୀ ଆସିଛନ୍ତି, ଏଇ ଭାରତ ପୁଣ୍ୟଭୂମିରେ ଜନ୍ମଗ୍ରହଣ କରିବାକୁ ଭଲ ପାଇଛନ୍ତି। ଏଇଠି କୃଷ୍ଣ ଆଣ୍ଠେଇଥିଲେ ପେଟେଇଥିଲେ, ରାମ ମଧ୍ୟ ଆଣ୍ଠେଇଥିଲେ ପେଟେଇଥିଲେ ଏଇ ମାଟିରେ। ତେଣୁ ତମେ ତ ତାଙ୍କ ଏଥିରୁ ଟିକେ ବି ହେବ ନାହିଁ। କାହିଁକି ଏମିତି ହେଉଛ ଭାଇମାନେ? ଦେଖ, ଅପେକ୍ଷା କର। କହିଲେ ନ ନ ନ ନ ନ ନ ନ ଅ ପରେ ଆ। ଏ କଥା କ'ଣ ଭାଇ? ଯେତିକ ନ ଅଙ୍କ ଆଉ ଯେତିକ ଅଙ୍କ, ସେଇଥିରେ ଖେଳ ଅଛି। ବର୍ତ୍ତମାନ ଚାଲିଛି କୋଉ ଅଙ୍କ? ପଙ୍କ ଚାଲିଛି 2025। ତାପରେ 26, 27, 28 ଅଙ୍କ। ତାପରେ 29 ଅଙ୍କ, 30, 31, 32, 33, 34, 35, 36, 37, 38 ଅଙ୍କ। ତମେ 9କୁ ଅପେକ୍ଷା କର। ପ୍ରତି 10 ବର୍ଷରେ ହବ ଖେଳ। ତେଣୁ ଅପେକ୍ଷା କାହିଁକି କରୁନ?
ଅକୁ ଅପେକ୍ଷା କର, ଅକୁ ଆଦ୍ୟ। ତେଣୁ ରାଉ ରାଉ ଗାଉ ଗାଉ ହେଲେ କ'ଣ ହବ? ସେ ପୁରା କହିଲି ତୁମକୁ ସାଧାରଣ ଲୋକ ଭାଷାରେ, ତୁମର ପଡ଼ୋଶୀ ଯଦି ଟିକେ ଉପରକୁ ଉଠୁଛି ତମେ କଙ୍କଡ଼ା ଭଳିଆ ତା ପଦାକୁ ଭିଡ଼ିବ। କାହିଁକି ନା ସିଏ ଟିକେ ତଳକୁ ରହୁ, ମୁଁ ଟିକେ ଉପରକୁ ଯିବି। ସେଇଭଳି ଭାରତ ଯେତେବେଳେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁରକୁ ଭେଦ କରୁଛି, ତିନି ପୁର ଭେଦ କରିଥିଲେ ଦି ଜଣ କରନ୍ତି। ଜଣେ ହେଉଛନ୍ତି ନର, ଆଉ ଜଣେ ହେଉଛି ମାନେ ଦେବତା, ଆଉ ଜଣେ ହୋଇଥିଲେ କିଏ? ଦାନବ। ଆଉ ଜଣେ ମାନବ ବି ସ୍ୱର୍ଗ ବିଜୟ କରିଥିଲେ। ଆପଣମାନେ ହିନ୍ଦୁ ସନାତନ ଓଡ଼ିଶା ଦେଶର ଓଡ଼ିଆ ଭାଷାରେ ମୁଁ କହୁଛି, ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଚେତନାରେ ଚେତେଇ ଦେଉଛି, ଶ୍ରୀମନ୍ଦିରର ସୃଷ୍ଟି ସର୍ଜନା କରିଦେଲେ। ଉଦ୍ଭାବନ ତାକୁ କୁହନ୍ତି, ଉଦ୍ଭାବନ, ଆବିଷ୍କାର ନୁହଁ। ଆବିଷ୍କାର କରିଥିଲେ ଗାଲୁ ମାଧବ। ଉଦ୍ଭାବନ ବିଜ୍ଞାନକୁ ଯାଉଛି, ଜ୍ଞାନରୁ ବାହାରିଲା। କରିକି ଗଲେ ଯାହା ପୃଥିବୀ ପୃଷ୍ଠ ବା ଧରା ପୃଷ୍ଠରେ ନଥିବ, ଯେଉଁଟା ସୃଷ୍ଟି ହୁଏ ସେଇଟା ହେଲା ଉଦ୍ଭାବନ। ଆଉ ଆବିଷ୍କାର ଥିବ, ତାକୁ ଖୋଜିକି ବାହାର କରିବା ହେଲା ଆବିଷ୍କାର। ତେଣୁ ସେ ଉଦ୍ଭାବନ ଯେତେବେଳେ ହେଇଗଲା, ଶ୍ରୀମନ୍ଦିର ଗଲେ ସ୍ୱର୍ଗକୁ। ବ୍ରହ୍ମାଙ୍କୁ ଡାକିବେ, ମନ୍ଦିର ପ୍ରତିଷ୍ଠା ହେବ, ଭଗବାନ ସ୍ଥାପନ ହେବେ। ତେଣୁ ସେଇଭଳି ଶାସ୍ତ୍ରରେ କହିଲା, ଏଭଳି ଜଣେ ଯୋଦ୍ଧା ଆସିବ, ଯିଏ ସବୁ କ୍ଷେତ୍ର, ସବୁ ବିଦ୍ୟା, ସବୁ ଶିକ୍ଷା ଲାଭ କରିଥିବ। ସେ ନାମଟି କ'ଣ? ଦ୍ୱାପର ଯୁଗରେ ଥିଲା 100 ଭାଇ, ଆଉ ଜଣେ ଥିଲେ 5 ଭାଇ। ଏଇ 105 ଜଣଙ୍କ ଭିତରେ ବିଦ୍ୟା ଶିକ୍ଷା କରିବା ଭିତରେ ଜଣେ ଧୁରନ୍ଧର ହେଇଗଲା ସବୁ କ୍ଷେତ୍ରରେ। ତାଙ୍କୁ ପିତାମହ ଭୀଷ୍ମ, ତାଙ୍କ ବୁଢ଼ା ବାପା ହେବେ। ବୁଢ଼ା ବାପା ମାନେ ଭାଇମାନେ ବାପା ମାଙ୍କ ଠାରୁ ଜନ୍ମ ଦିଅନ୍ତି, କିନ୍ତୁ ବୁଢ଼ା ବୁଢ଼ୀ ବାପା ମାନଙ୍କଠୁ ଆମେ ସବୁ ଶିକ୍ଷା ଅର୍ଜନ କରୁଥିଲେ। ସେ ଶିକ୍ଷା ଆଉ ନାହିଁ। ଏବେ ଆସିଗଲା କୁଶିକ୍ଷା। ବାପା ମା କହୁଛନ୍ତି ଆମ ଛୁଆ ପାଠ ପଢ଼ିବା ଅପେକ୍ଷା ସେ ନାକ ଧିଡ଼ିକି ତାକ ଧିଡ଼ିକି ସୋସିଆଲ ମିଡ଼ିଆଠୁ ଧରିକି ଟିଭି ଚ୍ୟାନେଲ ଦେଖୁଥିବ। ଏଇ ଯେମିତି ମୋ ପଛପଟେ ମେଞ୍ଚାଇ କପ୍ ଥୁଆ ହେଇଛି, ସେଇଭଳି ପାଇବାକୁ ଆଶା। ଆରେ ଭାଇ, ଏଥିରେ କ'ଣ ହେବ? ଏରା ହେଉଛି ଶିକ୍ଷା। ସୁଶିକ୍ଷା ଦିଅ ଛୁଆଙ୍କୁ। ଶିକ୍ଷା ସାଙ୍ଗେ ନୁହଁ, ଶିକ୍ଷା ଭିତରେ କୁଶିକ୍ଷା ଥାଏ, ସୁଶିକ୍ଷା ଦିହରେ କୁଶିକ୍ଷା ନଥାଏ। ସବୁଠାରୁ ଶ୍ରେଷ୍ଠ ଶିକ୍ଷା ହେଲା ସାଧୁ ସଙ୍ଗ ବା ସତସଙ୍ଗ ବା ସତ ମାର୍ଗ। ତେଣୁ ଆମେ କ'ଣ କରୁଛେ? ବିରୁଦ୍ଧ ଆଚରଣ କରୁଛେ। କରିବାକୁ କେତେ ସମୟ ଲାଗିବ? ଯୋଉ 100 ଭାଇ ଆଉ 5 ଭାଇଙ୍କ ଭିତରେ ସର୍ବଶ୍ରେଷ୍ଠ, ସବୁଥିରେ ବିଦ୍ୟାବାନ, ଗୁଣବାନ, ଜ୍ଞାନବନ୍ତ, ଧୂର୍ତ୍ତ, ଧୁରନ୍ଧର, ରାତି ଦିନକୁ ଯିଏ ସମାନ କରେ, ଦକ୍ଷିଣ ହାତରେ ଯେତିକି କାର୍ଯ୍ୟ କରିପାରିବ, ବାମ ହାତରେ ସେତିକି କାର୍ଯ୍ୟ କରିପାରିବ। ଯେ ତଳକୁ ଅନେଇକି ଯେତିକି କାର୍ଯ୍ୟ କରିପାରିବ, ଉପରକୁ ଅନେଇକି ସେତିକି କାର୍ଯ୍ୟ କରିବ। ଆଗକୁ ଅନେଇକି ଯେତିକି କାର୍ଯ୍ୟ କରିପାରୁଥିଲା, ସେ ପଛକୁ ଅନେଇକି ସେତିକି କାର୍ଯ୍ୟ କରିପାରୁଥିଲା। ସିଏ ହେଉଥିଲା, ତାର ଲକ୍ଷଣ ଦେଖିକି ପିତାମହ ଭୀଷ୍ମ ଦେଇଥିଲେ ଅର୍ଜୁନ। ସେଇଭଳି ଜଣେ ଯୋଦ୍ଧା ଆସିବ, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁରକୁ ସିଏ ଜୟଲାଭ କରିବ। ଆଉ ଜୟଲାଭଟି କ'ଣ? ନା ରାବଣ ଭଳି ନୁହଁ, ତ୍ରେତୟାପୁର ରାବଣ ଭଳି ନୁହଁ। ସିଏ କରିବ କୋଉଠି? ନା ବନ୍ଦନାରେ, ନିନ୍ଦନାରେ ନୁହଁ, ବନ୍ଦିତ ହେବ। ଆଉ ବିଶ୍ୱଗୁରୁ ବୋଲାଇବ। ସେଇ ହିଁ ଅର୍ଜୁନ ଭଳି ବା ଅର୍ଜୁନ ଶକ୍ତି ବା ଅର୍ଜୁନ ପରି ବ୍ୟକ୍ତି ବିଶେଷ ଜଣେ ଆସିବ ବୋଲି କହିଥିଲେ। ଆଉ ସିଏ ବିଶ୍ୱଗୁରୁ ବୋଲାଇବେ। ତେଣୁ ଯଦି ବିଶ୍ୱଗୁରୁ ହେଇଛନ୍ତି, ଭାଇମାନେ ଜାଣିଛନ୍ତି ସାରା ପୃଥିବୀରେ ଅନେକ ଦେଶ ଅଛି। ଭାରତକୁ ଯଦି ଆପଣ ମାନଚିତ୍ରରେ ଦେଖିବେ ନା,
ଆମରି ଏଇ ଓଡ଼ିଶା ଭଳିଆ ଭାରତକୁ ଗୋଟେ କଣରେ ଲୁଚି ଯାଉଛି। ଯେମିତି ଦ୍ୱାପର ଯୁଗରେ ଲୋମାଦଙ୍କ ଋଷିଙ୍କ ଆଶ୍ରମ ଭିତରେ ଅର୍ଜୁନ କହିଲେ, ସଖା ମୁଁ ଏକ ସ୍ୱତନ୍ତ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛି, ଆଉ ମୁଁ ତାଠି ଗୋଟେ ଘର କରିଛି, ସେଠି ଗୋଟେ ବଡ଼ ରାଜ ଉଆସ କରିଛି, ଆସ ଯିବା ପ୍ରତିଷ୍ଠା କରିବା। କୃଷ୍ଣ କହିଲା, ଆରେ କୃଷ୍ଣ ଅର୍ଜୁନଙ୍କର ଅହଙ୍କାର ଭାବ ଦେଖି କହିଲେ, କରି କରାଉ ଥାଏ ମୁହିଁ ମୋବିନୁ ଆନ ଗତି ନାହିଁ। ଆରେ ଅର୍ଜୁନ ସଖା, ଏ ଭେଣେଇ ଭାଇ, ଆରେ ତମେ କ'ଣ କରିଛ? ଗୋଟେ ସ୍ୱତନ୍ତ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଛ, ଆଉ ସେଠି ଘର ଗୋଟେ କରିଛ, ମାନେ ମୋର ଯେତିକ ବ୍ରହ୍ମାଣ୍ଡ ଅଛି ତା ଭିତରେ ନୁହଁ ନା? ନା ଆସ। ଲୋମାଦଙ୍କ ଆଶ୍ରମ ଦେଇକି ଗଲାବେଳେ କୃଷ୍ଣ କହିଲେ, ଅର୍ଜୁନ ମୁଁ ଟିକେ ଋଷିଙ୍କ ସହ କଥୋପକଥନ କରୁଛି, ତୁମେ ଟିକେ ଗଲ ତାଙ୍କ ଆଶ୍ରମ ବୁଲି ଆସିବ। ଅର୍ଜୁନ ଗଲାବେଳକୁ ଲୋମାଦଙ୍କର ଯେଉଁ ଆଶ୍ରମ ପରିଧି ଅଛି ତାରି ଭିତରେ ଗୋଟିଏ କଣରେ ଛୋଟିଆ ଇଟା ଭଳିଆ ଦେଖାଯାଉଛି ଅର୍ଜୁନଙ୍କର ଘରଟି। ଅର୍ଜୁନ ଦେଖିଲେ, ଆରେ ମୁଁ ତ ଗୋଟେ ବ୍ରହ୍ମାଣ୍ଡ ଭିତରେ, ଅଲଗା ସ୍ୱତନ୍ତ୍ର ବ୍ରହ୍ମାଣ୍ଡ ଭିତରେ ଗୋଟେ ଘର କରିଥିଲି, ଏ ଘରଟି ଆସିଲା କୋଉଠୁ? କୃଷ୍ଣ ମାନେ ନିଜେ ଅର୍ଜୁନ ଲଜ୍ଜିତ ହେଇକି ଆସିଲେ। କୃଷ୍ଣ କହିଲେ, କ'ଣ ସଖା ଜାଣିପାରିଲ ତ? ନା ହଁ, ସେଇଭଳି ଯୋଉଠି ଏତେ ବଡ଼ ଦେଶ, ବ୍ରହ୍ମାଣ୍ଡ ଭିତରେ, ପୃଥିବୀ ଭିତରେ ଆମେରିକା ହେଉଛି ଏତେ ବଡ଼ ଦେଶ, ଏତେ ଧନୀଶାଳୀ, ସବୁଥିରେ ପ୍ରଭାବଶାଳୀ। ଭାରତ ମାନଚିତ୍ରଟି ଛୋଟିଆଟିଏ ଦେଖାଯାଉଥିବ, କିନ୍ତୁ G20 ସମ୍ମିଳନୀ ହେଲା, ଆପଣମାନେ ଦେଖିଥିବେ, ସାଧାରଣ ଲୋକ ସଦାବେଳେ ଲକ୍ଷ୍ୟ ରଖିଛି, ମୋଦିଙ୍କର, ନରେନ୍ଦ୍ର ଦାମୋଦର ଦାସ ମୋଦି, ଆପଣମାନେ ଆଜିକା ଡେଟ୍ରେ ଚିନ୍ତା କରନ୍ତୁ, ଆପଣଙ୍କର ନାମ ଲେଖିଲା ବେଳେ ଶ୍ରୀହୀନ ହେଇଗଲାଣି, ଶ୍ରୀ ଲେଖାଯାଉନି। ମୁଁ ହେଉଛି ସାଧାରଣ ଲୋକ, ମୋ ନାଁଟା ଯେତେବେଳେ ସାଧାରଣ ଜାଗାରେ ଦସ୍ତଖତ କରେ ନା, ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଭାଇ ଏଡ଼େ ବଡ଼ ନାଁଟି ଯାଏ ଲେଖିଲା ବେଳକୁ ମୋର ବର୍ଡ଼ର ଡେଇଁଯାଏ। ତେଣୁ ତମେ ଚିନ୍ତା କର, ତମର ତ ସମସ୍ତଙ୍କର ଶ୍ରୀ କାଟି ସାରିଲେଣି, ଆଉ ଆମେ ବି ସବୁ ଶ୍ରୀ କାଟିକିରି ଶ୍ରୀହୀନ ହୋଇଗଲେ। ସେମିତି ନରେନ୍ଦ୍ର ଦାମୋଦର ଦାସ ମୋଦି, କେତେ ବଡ଼ ନାଁ, ଆଉ ସେ କୋଉଠି, ସେ କେତେ ଜନ୍ମର ସେ ନାଁଟି, ତାକୁ ଯିଏ ଚିନ୍ତନ କର। ସାରା ବିଶ୍ୱ G20 ସମ୍ମିଳନୀ ବେଳେ ତାଙ୍କ ପାଦ ଧରିଲେ, ସାରା ବିଶ୍ୱ ଦେଖିଲା, ଆଉ ସେ ବିଶ୍ୱଗୁରୁ ହେଲା। ଆଉ ଏଇ ଭାରତ ବର୍ଷକୁ ଆସିଥିଲେ, ମୋଦି ଯାଇନଥିଲେ ତାଙ୍କ ପାଖକୁ, ତାଙ୍କ ଦେଶକୁ ତାଙ୍କ ନାହିଁ, ବର୍ଷ, ଭାରତ ବର୍ଷ କହିଲା, ଦିବସ ଦିବସ ହୋଇ ହେଲା କ'ଣ, ଦିନକୁ ଦିନ ମିଶିଲେ ଗୋଟେ ସପ୍ତାହ ହେବ, ସପ୍ତାହ ମିଶିକି ହେଲା ପକ୍ଷ, ପକ୍ଷ ମିଶି ମାସ, ମାସ ମିଶି ବର୍ଷ, ମାନେ ଚିନ୍ତା କରନ୍ତୁ, ଯଦି ମାସ 12ଟା ମାସ ମିଶିକି ଗୋଟେ ବର୍ଷ ହେଉଛି, ସେମିତି ଚିନ୍ତା କରିକି ଦେଖ, ଭାରତ ଦେଶ ନୁହେଁ, ଭାରତ ବର୍ଷ, ଓଡ଼ିଶା ପ୍ରଦେଶ ନୁହେଁ କି ରାଜ୍ୟ ନୁହେଁ, ଓଡ଼ିଶା ଦେଶ। ମୁଁ କହିନି, ଶାସ୍ତ୍ର କହିଛି, ଆମେ ବା କିଏ? କିନ୍ତୁ ଭାଇମାନେ, ମୋଦି ମୋଡ଼ି ହେଇକି ରହିଛନ୍ତି କି କୋଉ ବାଟରେ ରହିଛନ୍ତି, ସାଧାରଣ ଲୋକ ଭାଷା କହିଲେ ବି ଖରାପ ଲାଗିବ, ଛାଡ଼, କିନ୍ତୁ ଅପେକ୍ଷା କରିବା ପାଇଁ ତମ ପାଖରେ ଧୈର୍ଯ୍ୟ ନାହିଁ। କାହିଁକି? ତମେ ହେଉଛ ସେଇ, ବୋଧେ ମୁଁ ଭାବୁଛି, ଯୋଉଥିପାଇଁ ଆମେ ଆଜି ଏଇ ଅଗଷ୍ଟ ମାସ 15 ତାରିଖକୁ ସ୍ମୃତି ଆଉ ସ୍ମରଣୀୟ ଦିବସ ରଖିଛେ, ତୁମମାନଙ୍କର ବଂଶଜରେ ବୋଧେ ସେଇ ଯୋଉମାନେ ଡିମ୍ବ ଛାଡ଼ି ଦେଇ ଯାଇଛନ୍ତି, ତାଙ୍କ ଜିନ୍ଟା ବୋଧେ ତମ ପାଖେ ରହିଯାଇଛି, ଯାହାଫଳରେ କି ଆଜି ତୁମେ ମୋର ଭାରତ ବର୍ଷ, ମୋର ଭାରତ ମାଟି, ମୋର ପ୍ରଧାନମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀ କି ମଧ୍ୟ ସମସ୍ତେ ନିନ୍ଦା କରୁଛ। କାହିଁକି ନା ସେଇ ବେଇମାନଙ୍କର ଜିନ୍ ତମଟି ପ୍ରବାହିତ ହେଉଛି। ଏଇଟା କହିବାକୁ ସଂକୁଚିତ ଲାଗିଲେ ମଧ୍ୟ ଏଇଟା ଧ୍ରୁବ ସତ୍ୟ ବୋଲି ହୁଏ। କହିଲା, ଯୋଉ ପୁତ୍ର ପିତାମାତାଙ୍କର ନିନ୍ଦା କରେ, ଶାସ୍ତ୍ର କହିଲା, ସେ ହେଉଛି କୁଳର ଅଙ୍ଗାର, କୁଳାଙ୍ଗାର। ତେଣୁ ସେ ଅଙ୍ଗାରକୁ ରଖିବା ଦରକାର ବି ନାହିଁ। ଅଧା ପୋଡ଼ାକୁ ଅଙ୍ଗାର କୁହନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ପୋଡ଼ିଦେଲେ ସିଏ ହେଇଯାଏ ଧବଳ ପାଉଁଶ। ତେଣୁ ତାକୁ
ତାଙ୍କମାନଙ୍କ ପାଇଁ ଗୋଟେ ଦଣ୍ଡବିଧାନ ହେବା ଦରକାର। ସେମାନେ ସମସ୍ତେ ହେଉଛନ୍ତି ଗୋଟେ କଣ୍ଟକିତ ବୃକ୍ଷ। ତେଣୁ ସେଥିପାଇଁ ପାଠ୍ୟକ୍ରମରେ ଆମେ ପଢ଼ିଥିଲେ, କହିଲେ ମାତୃଭୂମି ମାତୃଭାଷାର ମମତା ହୃଦୟ ଜନମି ନାହିଁ, ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। ଏରା ସବୁ ଅଜ୍ଞାନୀ, ଏରାକ ଜ୍ଞାନ ଗାରିମା ଯାର ନାହିଁ। ଉଦ୍ଧବ ଏରା ସବୁ ଯାକ ଚଣ୍ଡାଳ। ଏରାକ ଭାଇମାନେ, ସାଧାରଣ ଲୋକରେ ଅସାଧାରଣ ଭିଡ଼ିଓଟି ରଖିଲି। ନମସ୍କାର।